ମୁଁ ବର୍ତ୍ତମାନ ପହଞ୍ଚିଛି ନିଆଳି ଗାଁର ବାଁ ସାହିରେ ଯୋଉଠିକି ବର୍ତ୍ତମାନ ଫରେଷ୍ଟରଙ୍କ ସହିତ ଆଲୋଚନା କରୁଛନ୍ତି ଗାଁର ଯୁବକମାନେ ଏକ୍ଜାକ୍ଟଲି ଘଟଣା କ'ଣ ଘଟି ଯୋଉଥିପାଇଁ କି ସେମାନଙ୍କ ସହିତ ଯୁକ୍ତିତର୍କ ଚାଲିଛି। ଆଜ୍ଞା ଫରେଷ୍ଟର ଆମ ସହିତ ଅଛନ୍ତି, ନିଆଳି ଫରେଷ୍ଟର ଅଛନ୍ତି। ଆଜ୍ଞା ଘଟଣା କ'ଣ ଘଟିଥିଲା ଯାହାକି କୁହାଯାଉଛି ଗାଁ ଲୋକଙ୍କର ଅଭିଯୋଗ ହେଉଛି ପାଖାପାଖି ଅଧଘଣ୍ଟା ତଳେ ଗୋଟେ ଛେଳିକୁ ବଣ ଭିତରକୁ ନିଆଯାଇଥିଲା ଗାଁର ଯେଉଁମାନେ ଖୋଜାଖୋଜି କରୁଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫରେଷ୍ଟ ଡିପାର୍ଟମେଣ୍ଟ ସବୁ ଜିନିଷ ଉପରେ ନଜର ରଖିଛି, ହେଲେ ଘଟଣାଟି କେମିତି ଘଟୁଛି? ଶୁଣନ୍ତୁ ଆଜ୍ଞା, ଗାଁ ବାଲା ଆମକୁ ବର୍ତ୍ତମାନ କହିଲେ ଯେ ଗୋଟେ ଛେଳିଟି ନେଇଯାଇଛି ବୋଲି। ସେଇଟା ଆମେ ଦେଖିବୁ ଯେଉଁଠୁ ଛେଳି ଯାଇଛି, ସେଠି ଯଦି ଜୀବଜନ୍ତୁଙ୍କର ପାଦ ଚିହ୍ନ ପଡ଼ିଥିବ ତାହେଲେ ଆମେ ସିଓର ହେବୁ ଯେ ଆମର ବନ୍ୟଜନ୍ତୁ ଦ୍ୱାରା ଯାଇଛି ବୋଲି। ଯଦି ନଥିବ ତାହେଲେ ଆମେ ଅଲଗା କୌଣସି କାରଣ ହେଇଥିବ ବୋଲି ଆମେ ଭାବୁଛୁ। ପାଖାପାଖି 400 ମେଣ୍ଢାଙ୍କର ଜୀବନ ଗଲାଣି। କୁହାଯାଉଛି ଗୋଟେ ବନ୍ୟଜନ୍ତୁର ଆକ୍ରମଣରେ ଏସବୁ ଜିନିଷ ହେଉଛି, କିଏ କହୁଛି ଗୋଟେ ସ୍ପିରିଟ୍ କାମ କରୁଛି। ଏ ସବୁ ଜିନିଷକୁ ନେଇକି ସବୁ କମ୍ପ୍ଲିସିଟିକୁ ନେଇକି ସବୁ କ୍ୟୁରିଓସିଟିକୁ ନେଇକି ଏ ଜିନିଷ ଆଗକୁ ଆଗକୁଛି। ତେବେ ଫରେଷ୍ଟ ଡିପାର୍ଟମେଣ୍ଟ ତାଙ୍କର ଡ୍ୟୁଟି କରୁଛନ୍ତି, ଘଟଣାସ୍ଥଳରେ ମିଡ଼ିଆ ପହଞ୍ଚି ପାରୁଛି, ଫରେଷ୍ଟ ଡିପାର୍ଟମେଣ୍ଟ ପହଞ୍ଚିବାର ଅସୁବିଧା କେଉଁଠି ହେଉଛି? ଶୁଣନ୍ତୁ ଆଜ୍ଞା, ଫରେଷ୍ଟ ଡିପାର୍ଟମେଣ୍ଟ ପହଞ୍ଚି ପାରୁଛି, ଫରେଷ୍ଟ ଡିପାର୍ଟମେଣ୍ଟ ପହଞ୍ଚି ପାରିବୁନି କାହିଁ ଆମେ ଗଲା ଜୁନ୍ 3 ତାରିଖରୁ ଆମେ ଡ୍ୟୁଟି କରୁଛୁ। ଯେଉଁ ଜାଗାରେ ଘଟଣା ଘଟିଛି ଆମ ପାଖରେ ସେ ହିସାବ ଅଛି। 400 ତଥ୍ୟ ମିଛ, କିନ୍ତୁ ଆମ ପାଖରେ ଯେତିକି ସେଇଟା ଠିକ୍। ଆମେ ଫିଲ୍ଡ ଭେରିଫିକେସନ୍ କରି କହୁଛୁ। ଆମେ ଆପଣ ଜାଣିବା ପାଇଁ ଚାହିଁବୁ ବର୍ତ୍ତମାନ ସୁଦ୍ଧା କେତେ ମେଣ୍ଢାଙ୍କର ଜୀବନ ଗଲାଣି? ଅନୁମାନ 45ରୁ 50 ଭିତରେ ମେଣ୍ଢାଙ୍କର ଜୀବନ ଗଲାଣି, ଯାହା ରେକର୍ଡ କହୁଛି। ତ ବର୍ତ୍ତମାନ ସୁଦ୍ଧା ଗୋଟେ ଜିନିଷ ଆପଣ ସ୍ପଷ୍ଟ କରିବେ କି, ବର୍ତ୍ତମାନ ସୁଦ୍ଧା ଆପଣ ଗୋଟେ ଜିନିଷ ସ୍ପଷ୍ଟ କରିବେ କି ଯେ ପ୍ରକୃତରେ ଯେଉଁ ମେଣ୍ଢାଙ୍କୁ ଜୀବନ ଯାଉଛି ସେଥିପାଇଁ ଦାୟୀ କିଏ କହିପାରିବେ କି? ମାସ ଭିତରେ କହୁଛି। ଶୁଣନ୍ତୁ ଟିକେ ଗୋଡର ପାଦ ଚିହ୍ନ ପଡୁଛି ବନ୍ୟଜନ୍ତୁର, କିନ୍ତୁ ଆପଣ ମାନେ ଚିନ୍ତା କରି କହୁଛନ୍ତି ଯେ ଏଟା ଆପଣ ମାନେ କିଛି ସମୟ ପରେ ତଳେ ଆପଣ ମାନେ କିଛି ସମୟ ତଳେ ଅଭିଯୋଗ କରୁଥିଲେ ଯେ ପାଖାପାଖି 400 ମେଣ୍ଢାଙ୍କର ଜୀବନ ଯାଇଛି, କିନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ କହିବା କଥା ମାତ୍ର 40ରୁ 45। ଜମା ନୁହେଁ, ଟୋଟାଲ 400 ପ୍ଲସ ହେଇପାରେ, ପଛେ 40ରୁ କମ ନୁହେଁ। ଫରେଷ୍ଟ ଡିପାର୍ଟମେଣ୍ଟ ତାର ଇନକ୍ୱାରି କରୁଛି। ଇନକ୍ୱାରି କରୁଛି, କିଛି ରିପୋର୍ଟ ନାହିଁ ଆମ ପାଖରେ। କହୁଛନ୍ତି ଏଟା ସ୍ପିରିଟ୍ ବୋଲିକି, କିନ୍ତୁ ଆମେ ସ୍ପଟ ଉପରେ ଦେଖୁଛୁ ଯେ ପାଦ ଚିହ୍ନ ପଡୁଛି। ତ ମାନେ କ'ଣ ବନ୍ୟଜନ୍ତୁର କ'ଣ ଆପଣ ମାନେ ଠିକ ଟାଇମରେ ଡାକିଲେ ଫରେଷ୍ଟ ଡିପାର୍ଟମେଣ୍ଟ ଆସୁଛି? କିଛି ନାହିଁ, ଟୋଟାଲ ସହଯୋଗର ହାତ ବଢ ବୁଲୁଛୁ। ଅଧଘଣ୍ଟା ହେଲେ ଗୋଟେ ବୁଲୁଛୁ, ଗୋଟେ ମେଣ୍ଢାକୁ ଖୋଜି ଚାଲିଛୁ। ବଣ ବାଡେ ଟୋଟାଲ ଗାଧୁଆ ମାଧୁଆ ହେଇକି ଖୋଜି ଚାଲିଛୁ। ଫରେଷ୍ଟ ଡିପାର୍ଟମେଣ୍ଟ ଟୋଟାଲ ନାହାନ୍ତି। ଆପଣ ମାନେ କ'ଣ ଭାବୁଛନ୍ତି ବର୍ତ୍ତମାନ ସୁଦ୍ଧା କ'ଣ ସ୍ଥାୟୀ ପ୍ରତିକ୍ରିୟା କରାଯିବ, ବର୍ତ୍ତମାନ ସୁଦ୍ଧା କ'ଣ କରାଗଲେ ଆପଣମାନଙ୍କର ମେଣ୍ଢା ସୁରକ୍ଷିତ ରହିପାରିବେ? ଆମେ ଚିନ୍ତା କରୁଛୁ ଯେଉଁ ଆମର ଡିପାର୍ଟମେଣ୍ଟ ଏମିତି କାମ କରୁ ଯାହାକି ଯେଉଁମାନେ ଏଭଳି ଜିନିଷ କରୁଛି, ପ୍ରାୟ ରାତିରେ ହେଉଛି ଏ ଜିନିଷ। ରାତି ନାଇଟ୍ ଡ୍ୟୁଟି ଯଦି ଡ୍ୟୁଟି ଏମାନେ ଠିକ୍ ସେ କରିବେ ତ ନିଶ୍ଚିତ ଏ ଜିନିଷଟା ସାମ୍ନାକୁ ଆସିବ। ଡ୍ୟୁଟି ନେଗ୍ଲିଜେନ୍ସର ଅଭିଯୋଗ ଆସୁଛି। ଆଜ୍ଞା ଡ୍ୟୁଟି ନେଗ୍ଲିଜେନ୍ସର ଅଭିଯୋଗ ଆସୁଛି। ଶୁଣନ୍ତୁ ଭାଇ, ଶୁଣନ୍ତୁ ଆମର ଗ୍ରାମବାସୀ ମାନେ ଅଭିଯୋଗ କରିବା ସ୍ୱାଭାବିକ। ଦେଖନ୍ତୁ ଯେହେତୁ ଆମେ ଡ୍ୟୁଟି କରୁଛୁ, ଘଟଣାଟା କେଉଁ ଜାଗାରେ ଘଟିବ ଆମେ ଜାଣିଛୁ ନା ଗାଁ ବାଲା ଜାଣିଛନ୍ତି? ଅସୁବିଧା କୋଉଠି ରହୁଛି? ଅସୁବିଧା କିଛି ନାହିଁ ଆଜ୍ଞା, ଅସୁବିଧା କିଛି ନାହିଁ। ଆମେ ଡ୍ୟୁଟି ଠିକ୍ କରୁଛୁ। ଆଉ ତା ଭିତରେ ମେଣ୍ଢା ମାନଙ୍କୁ ହତ୍ୟା ହେଉଛି। ହଁ, ମେଣ୍ଢା ହତ୍ୟା ହେଉଛୁ, ଆମେ ସ୍ୱୀକାର କରୁଛୁ ଆଜ୍ଞା। ଗାଁ ବାଲାଙ୍କର ଅଭିଯୋଗ ବି ସତ୍ୟ। ଆପଣ କ୍ରମାଗତ ଭାବରେ କଣ୍ଟିନ୍ୟୁଅସ୍ ଯେଉଁ ଡ୍ୟୁଟି କରୁଛନ୍ତି, କେତେ ମେଣ୍ଢାଙ୍କର ବର୍ତ୍ତମାନ ସୁଦ୍ଧା ଜୀବନ ବଞ୍ଚାଇ ପାରୁଛନ୍ତି? ଶୁଣନ୍ତୁ ସେଇଟା ତ ଅଲଗା କଥା। ଯେଉଁଠି ଘଟଣା ଘଟିବ ଆମେ ସେ ଯେଉଁ ଜାଗାରେ ଘଟଣା ଘଟିବ ଆମେ କି ଜାଣିଛେ ନା ଆପଣ ଜାଣିଛନ୍ତି ନା ଗାଁ ବାଲା ଜାଣିଛନ୍ତି? ତ ଫରେଷ୍ଟ ଡିପାର୍ଟମେଣ୍ଟ କ'ଣ ପାଇଁ? ଫରେଷ୍ଟ ଡିପାର୍ଟମେଣ୍ଟ ଅଛି ଲୋକମାନଙ୍କର ଗୃହପାଳିତ ପଶୁକୁ ସୁରକ୍ଷା ଦେବା ପାଇଁ। ଯଦି ଆପଣ ସୁରକ୍ଷିତ କରିପାରୁଛନ୍ତି? ଶୁଣନ୍ତୁ ଆଜ୍ଞା, ସୁରକ୍ଷିତ ନିଶ୍ଚିନ୍ତ କରିବୁ। ଜାଣିଗଲା ପରେ ସେ ଜୀବଟା କ'ଣ ଆମେ ସୁରକ୍ଷିତ ନିଶ୍ଚିନ୍ତ କରିବୁ। ଗାଁ ବାଲାଙ୍କୁ ଏତିକି ପ୍ରତିଶ୍ରୁତି ଦେଉଛୁ ଆଜ୍ଞା। ଗାଁ ବାଲାଙ୍କର ଅଭିଯୋଗ ହେଉଛି ସେ ଗୋଟେ ଜନ୍ତୁ ନା ଗୋଟେ ଗୁଣିଆର କରାମତି। ଆପଣ ବର୍ତ୍ତମାନ ସୁଦ୍ଧା ଯେତିକି ଇନଭେଷ୍ଟିଗେସନ୍ କଲେଣି, ଆପଣଙ୍କ ହିସାବରେ ଯଦି 45 ଜନ୍ତୁଙ୍କର ଜୀବନ ଯାଇଛି, 45 ମେଣ୍ଢାଙ୍କର ଜୀବନ ଯାଇଛି, ଆପଣ ବର୍ତ୍ତମାନ ସ୍ପଷ୍ଟ ଭାବରେ କହିପାରିବେ କି କ'ଣ ଏବଂ କ'ଣ ପାଇଁ କେଉଁ ଜନ୍ତୁ ବା ସେ ଜିନିଷଟି କ'ଣ ଯେଉଁଥିପାଇଁ ଏଭଳି ଘଟଣା ଘଟୁଛି? ସେ ବନ୍ୟଜନ୍ତୁଟି କ'ଣ ଏପର୍ଯ୍ୟନ୍ତ ଆଇଡେଣ୍ଟିଫାଏ ହେଇନି। କେବଳ ଆମ ପାଦ ଚିହ୍ନକୁ ଲକ୍ଷ୍ୟ କରିକି ଆମେ ଆମ ଅନୁସନ୍ଧାନରେ ଆଗେଇଛୁ। ଯେତିକି ପାଦ ଚିହ୍ନ ନିଆଗଲାଣି, ଯେତିକି ମେଣ୍ଢାଙ୍କର ପୋଷ୍ଟମର୍ଟମ୍ କରାଗଲାଣି, ରିପୋର୍ଟରୁ ଆପଣ କ'ଣ ପାଇଛନ୍ତି? ରିପୋର୍ଟରୁ ପାଇଛୁ। ରିପୋର୍ଟରେ ତ ସେମିତି କିଛି କ୍ଲିୟର ଲେଖା ହେଇନି। ଡ୍ୟୁ ଟୁ ସକ୍ ଆଉ ସିଭିୟର ଇଞ୍ଜୁରି ଲେଖା ହେଇଛି। ଆନିମାଲ ପରମାର୍କ ଫାଉଣ୍ଡ ଆଟ୍ ଦ ସେଡ୍, ଏତିକି ଲେଖା ହେଇଛି, କିନ୍ତୁ ସେ ଜୀବଜନ୍ତୁର ନାଁ ଲେଖାଯାଇ ନାହିଁ। ସେଥିରୁ କ'ଣ ଜଣାପଡ଼ିବ? ନିଶ୍ଚୟ ଜୀବଜନ୍ତୁ, ସେ ବନ୍ୟ ଜୀବଜନ୍ତୁ। ବନ୍ୟଜୀବଜନ୍ତୁ କରୁଛି ନା ଗୋଟେ ସ୍ପିରିଟ୍ ଭଳି କାମ କରୁଛି? ସାର୍ ସ୍ପିରିଟ୍ କଥା ଆମେ ପାଇଗଲୁ। ଆମେ କହିବୁ ଆମେ ସ୍ପିରିଟ୍କୁ ବିଶ୍ୱାସ କରୁନୁ, ଆମେ କେବଳ ବନ୍ୟଜୀବ ଉପରେ ବିଶ୍ୱାସ କରୁଛୁ। ସେ ଫୁଟପ୍ରିଣ୍ଟ କ'ଣ କହୁଛି, କେଉଁ ଜନ୍ତୁର ପାଦ ଚିହ୍ନ ହେଇଥାଇପାରେ? ଉଲ୍ଫ କୁକୁର ପ୍ରଜାତିର ଗୋଟେ ଜୀବ। ଆପଣ ଏଇଟା ସ୍ପଷ୍ଟ କରିପାରିବେ ଯେ ଗୋଟେ ଗଧିଆର କରାମତି ଥିଲା? ନା ଗଧିଆ କରାମତି ଆମେ ଆଦୌ କହିପାରିବୁ, କାରଣ ଗଧିଆ ଏ ଅଞ୍ଚଳ ଅଛନ୍ତି। ଆମେ ଡ୍ୟୁଟି କଲାବେଳେ ଦେଖିଛୁ କି ସେ ଏମିତି ମାନେ ଗୃହପାଳିତ ପଶୁଙ୍କୁ କ୍ଷୟକ୍ଷତି କରିବା ଆମ ପାଖରେ ନଜିର ନାହିଁ। ପ୍ରଥମେ ସେମାନେ ମେଣ୍ଢାମାନଙ୍କୁ ଆକ୍ରମଣ କରୁଥିଲେ, ଏବେ ଲୋକମାନଙ୍କୁ ଆକ୍ରମଣ କଲେଣି। ଶୁଣନ୍ତୁ ଆଜ୍ଞା, ଲୋକମାନଙ୍କୁ ଆକ୍ରମଣ କରିବାର ଆମ ପାଖରେ କୌଣସି ଖବର ନାହିଁ, କିନ୍ତୁ ଆଜି ଟିକେ ଖବର ପାଇଛୁ, ଆମେ ଏପର୍ଯ୍ୟନ୍ତ କ୍ଲିୟର ହେଇନାହୁଁ। ଆପଣଙ୍କ ଆଖପାଖ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଲୋକମାନଙ୍କୁ ଆକ୍ରମଣ କରାଗଲା? ସୋଲାରପୁର ଗ୍ରାମରେ ସନ୍ଧ୍ୟାବେଳେ 7ଟା ଟାଇମ୍ରେ ଆକ୍ରମଣ କରାଯାଇଛି। ଗୋଟେ ପିଲାର ଶିଶୁକୁ ଆକ୍ରମଣ କରାଯାଇଛି। ଆପଣଙ୍କ ହିସାବରେ କେତେ ଲୋକଙ୍କୁ ଆକ୍ରମଣ କରାଗଲା? 4 ଜଣ। ଆପଣଙ୍କ ପାଖରେ ଖବର ନାହିଁ?
ଆଜ୍ଞା ସେଟା ପୋଲିସ ଯେଉଁ ଆମର ଲୋକମାନଙ୍କୁ ଆକ୍ରମଣ କରୁଛି ସେଟା ପୋଲିସ ଭାଇମାନଙ୍କର କାମ। ଆପଣମାନେ ଯଦି ଏହି ସମୟରେ ପରସ୍ପର ଦୋଷାଲାଦାନାଦି ହେବେ ଫରେଷ୍ଟ ଡିପାର୍ଟମେଣ୍ଟ କହିବ ଯେ ପୁଲିସ ମାନଙ୍କର ଜମିଦାର ରହିଛି, ପୁଲିସ ମାନେ କହିବେ ଫରେଷ୍ଟ ଡିପାର୍ଟମେଣ୍ଟର ଏଇଟା କାମ, ତ ବର୍ତ୍ତମାନ ଲୋକମାନେ କେମିତି ନ୍ୟାୟ ପାଇବେ? କେମିତି ଡିପେଣ୍ଡ କରିଦେଉଛନ୍ତି କେମିତି ଆପଣ ଏଇଟା ଇନଭେଷ୍ଟମେଣ୍ଟ କ'ଣ ଆପଣ ଇନଭେଷ୍ଟମେଣ୍ଟ କରୁଛନ୍ତି କହୁଛନ୍ତି ମୁଁ ପ୍ରପରଲି ଇନଭେଷ୍ଟିଗେସନ କରୁଛି ଆଉ ଆମେ ମାନେ ଲୋକାଲ ପିଲା ହେଇକି ଆମେ କହୁଛୁ 400 ମେଣ୍ଢା ମରିଲାଣି ଆପଣ କହୁଛନ୍ତି 45 ମେଣ୍ଢା ମରିଛନ୍ତି। ଜୁନ୍ 3 ତାରିଖ ଆଜି ପର୍ଯ୍ୟନ୍ତ ଆମ ପାଖରେ ହିସାବ ଅଛି 45 କିନ୍ତୁ ଏପ୍ରିଲ ମାସ 23 ତାରିଖ ହିସାବ କରାଗଲେ ସେଟା ଅଧିକ ବଢ଼ିପାରିବ। ମନେ ରଖୁଛନ୍ତି ତ ଆମ ହିସାବରେ 400 ହେଲାଣି ଆମେ ଚାଷୀ ସାର୍ ଆମର ମରୁଛି ସାର୍ ଆମେ ସାର୍ ଆମେ ଫେସ୍ କରୁଛୁ ସେ ପ୍ରୋବ୍ଲେମକୁ ଆପଣ ଫେସ୍ କରୁନାହାନ୍ତି ଆପଣ ଆସିଲେ ଅଧଘଣ୍ଟେ ପରେ ମଲା ପରେ ଆସିଲେ ଆମେ ଜାଣିଛୁ ଆଜ୍ଞା ମୋର ଗୋଟେ ସ୍ପଷ୍ଟ ଜିନିଷ ଆପଣମାନଙ୍କର ଯେତେବେଳେ ଅଭିଯୋଗ ଆସୁଛି ଠିକ୍ ସମୟରେ ଫରେଷ୍ଟ ଡିପାର୍ଟମେଣ୍ଟ ଆପଣଙ୍କ ସାଙ୍ଗ ଦଉଛି ସାଥରେ ପହଞ୍ଚୁଛି କି? ନା ସାର୍ ଯଦି ପହଞ୍ଚନ୍ତା ହୁଏ ତ ମେଣ୍ଢାମାନଙ୍କ ଜୀବନ ରଖାଯାଇପାରେ। ଯଦି ମେଣ୍ଢାମାନଙ୍କ ଜୀବନ ନ ବଞ୍ଚି ପାରନ୍ତା ସାର୍ ଆଗାମୀ କାଲି ଯଦି ହୁଏ ତ 10ଟା ମେଣ୍ଢା ମରିବେ ସେ ହୁଏ ତ ନ ମରି ପାରନ୍ତେ ଆକ୍ଚୁଆଲି କ'ଣ ସେଇଟା ଜୀବଟା ସେ ଜାଣିପାରନ୍ତେ ତ ସାର୍। ओके सर कौन सर एक्जाक्टली असुविधा कौन होची कौन करागले आपण मानकु कौन आउ टिके स्ट्रेंथन करा जिवो केमती करागले ए मेंढा मानकु सुरक्षित रखा जाय परिबो केमती जंतुटा को आइडेंटिफाई करा जाय परिबो सेमती किछि आपण पाखे जिंस रहिछि आमे भाबुछु से सीसीटीवी कैमरा हायर लगा जाय परंता ताले से जंतुटा जानिले ताकु ट्रैप करिवंता। सर आपण एने की आपनको उपरिस्थ ऑफिसरଙ୍କ सहित प्रशासन सहित कथावार्ता हेलेन की सीसीटीवी ପାଇଁ की आमे ए विषय रे हम उपरिस्थ अधिकारी को हम जणाई दैछु। ग्रामर जो स्क्वाड गठन करिया कथा जो गोटे टीम गठन करिया कथा से जिंस गोटे टीम गठन कहि गेलानी सेटा तो सुनंदु आज सरकार तरफ घोषणा करा जाय छै डिक्लेयर शॉर्टली करा जिवो ए विषय में अधिक किसी कहि पारिबे ना हायर अथॉरिटी पचाले से कहि पारिबे जो मानको गुहाल रो बर्तन मेंढा खाली है से अपन कोन कहि बुझेबे आमे से आश्वासन एति दउछु जे जदि वन्य जीवन द्वारा क्षयक्षति होता है ताले सरकार निश्चय पदक्षेप नेबे हम डिपार्टमेंट जहाँ पदक्षेप नेबा कथा क्षतिपूर्ण दिया जिवो प्रमाणित होगा पर्यंत जो भाई भाव आप शुणुते लोक मान अभियोग होची बर्तमान सुधा 400 मेंढा जीवन गलानी लोक मान अभियोग होची ठीक समय फॉरेस्ट डिपार्टमेंट पहुँची पारुनी लोक मान क्षयक्षति होची लोक मान अटैक करा जाउची परस्पर कादुओ फिंगा राजनीति बर्तमान प्रकार आरंभ होती फॉरेस्ट डिपार्टमेंट कहूँ पुलिस पाखे खबर अच्छी पुलिस कहूँ फॉरेस्ट डिपार्टमेंट पाखे खबर अच्छी बर्तमान सुधा जो मैंने गृहपालित पशु रखिंट जो मैंने मेंढा चाष कर गुहाल बर्तमान सुधा गोटे प्रकार खाली हो गला पाखापाखि 400 मेंढा जीवन गलानी फॉरेस्ट डिपार्टमेंट कहूँ पाखापाखि 40 ରୁ 45 मेंढा जीवन जाइए और गोटे कथा कहुच्छी ओल्फ बा गधिया ही एभली घटना घटाऊँच बोली जदि गोटे वन्यजंतु द्वारा एभली क्षयक्षति होता है निश्चित भाव तार क्षतिपूरण कर जिन को धरने गोटे सीसीटीवी कैमरा लागू बोली फॉरेस्टर बर्तमान सुधा दाबी करुँच कारण विनय सौभाग्य परिडा कनक न्यूज।